ଦର୍ଶକ ମାନେ ମୋତେ କାଲି 4ଟାରୁ ଜୋର ମେଡ଼ିସିନ ଖାଇଛି। ଜ୍ୱର ଯେ ଉଠିବା ପାଇଁ ଆଉ ବି ବଳ କିଛି ପାଉନି। ଭାଇ ମୋତେ ଏବେ ଉଠେଇ ଦେଇକି ଗଲେ, ବାହାର ଆଡ଼େ ଯାଇଛନ୍ତି। କହିଲେ ସକାଳ ପାଇଲାନି, ରାତି 4ଟାରୁ ମୁଁ ଉଠେ ସାଙ୍ଗମାନେ। ସବୁବେଳେ ରାତି 4ଟାରୁ ମୁଁ ଉଠେ, କିନ୍ତୁ ଦେହ ଏତେ ଅସୁସ୍ଥ। ଆପଣମାନଙ୍କୁ କହିବା ପାଇଁ ଆଉ ଭାଷା ପେଟ ଫିଟୁନି। ଦୁଆର ଝାଡ଼ୁ ପୁରାନି, କିଛି ବାସି କାମ କରୁନି। ଆଜି ଉଠିକି ଧୀରେ ଧୀରେ ବସିଛି। ଦୁଆରଟା ଝାଡ଼ୁ କରିବି। ବାସି ଝାଟୁଆ କିଏ କରିଦେବ? କେହି ତ ନାହିଁ। ତ ଦର୍ଶକମାନେ ଦେଖନ୍ତୁ, ଟାଇମ୍ ଆସିକି ହେଲାଣି କେତେଟା ତ ଜାଣିନି। ବର୍ତ୍ତମାନ ଟାଇମ୍ ହେଲାଣି 5ଟା ସାଙ୍ଗମାନେ 43। ତ ମୁଇଁ ଉଠିଯାଏ ମୋର ରାତି 4ଟାରୁ। ତ ଦେଖନ୍ତୁ, ଇଏ ଆମର ମେନ୍ ହେଉଛି ଗେଟ୍ ଜଗିଆ। ମୋତେ ସେ ଜୁହାର ସାଙ୍ଗମାନେ ଏଠି କଲା। ତ ଯେତେବେଳେ ପ୍ରଥମେ ମିନା ଉଠିଛି, ଇଏ ହେଉଛି ଦେଖନ୍ତୁ, ଇଏ ବନ୍ଧା ହେଇଛି ଆମର ଘରର କୁକୁର, ଦେଖିପାରୁଥିବେ। ତ ଟପି ଗୋଡ଼ ଧୁଆର କରିଦେ, ଚାଲେ ଝାଡ଼ୁ କରିବା, ଉଠୁ। ଇଏ ହେଉଛି ମୋ ଘରର କୁକୁର, ଆପଣମାନେ ଦେଖିପାରୁଥିବେ। ଏ ଘରର ବାଟ ମୁହଁରେ ମୋର ବନ୍ଧା ହେଉଛି। ଏଇଟା ହେଲା ଚୁଲି। ଦେଖନ୍ତୁ, ଭୋର ବି ଆଜି କୁହୁଡ଼ି ସାଙ୍ଗମାନେ ବି ମାଡ଼ିଛି। ତ ଦୁଆରଟା ଝାଡ଼ୁ କରିସାରି ତ ଆପଣମାନଙ୍କ ସହିତ ପୁଣି ମୁଁ କଥା ହେଉଛି। ତ ଦର୍ଶକମାନେ, ବାସି ଦୁଆର ଝାଡ଼ୁ କରିଦେଇକି ପଳେଇ ଆସିଲି ଖାଲି। କାରଣ ଯେଉଁ କୁହୁଡ଼ି ମାଡ଼ିଛି, ଥଣ୍ଡା ଆହୁରି ପଡ଼ିବ, ଦେହ ଆହୁରି ଖରାପ ହେଇଯିବ। ତ ଚୁଲି ଆଉ ଲିପିନି, ଦୁଆରଟା ଖାଲି ଝାଡ଼ୁ କରିଦେଇକି ପଳେଇ ଆସିଲି। ଆଇଲି ଏଠି ପୁଣି ବସିଛି, ଘୋଡ଼ା ହେଇକି ବସିଛି। ଭାଇ କହିଲେ ଚୁଲି ଲିପା ଥାଉ, ମୁଁ ଏଇ ଚୁଲା ଲିପିଦେବି। ଭାଇ ସେ ତାଙ୍କର ଲିପିଦେବେ, ମୋତେ ଘରକୁ ପଠେଇଦେଲେ। ମୁଁ ଆସିକି ଏଠି ବସିଛି। ମୁଣ୍ଡରେ ଦି ଥର ଗାଧେଇବାଟା, ତାପରେ ଧାନ କଟା ପରିଶ୍ରମ ପଡ଼ିଗଲା। ମୁଁ ଆପଣମାନଙ୍କୁ କହୁଥିଲି ନା, ମୁଁ କେବେ ସାଙ୍ଗମାନେ ଧାନ କାଟି ଯାଇନି। ଦୁଃଖ ପଡ଼ିଲେ ସବୁ କିଛି କରିବା ପାଇଁ ପଡ଼େ। ତ ଆଜି ମୋର ଏ ଅବସ୍ଥା। ଭିଡ଼ିଓରେ ମୋ ପାଟିରୁ କିଛି ମୋ ଭଏସ୍ରୁ ବି ଆପଣମାନେ ଜାଣିପାରୁଥିବେ। ଆପଣମାନେ ମୋ ସହିତ ଯୋଡ଼ି ହେଇକି ରୁହନ୍ତୁ। ଆପଣମାନେ ସବୁ କିଛି
ଆଉ ଭିଡ଼ିଓଟି ପ୍ରଥମରୁ ଶେଷ ଦେଖନ୍ତୁ। ରଖୁଛି ଆପଣମାନଙ୍କ ସହିତ। ତ ପୁଣି ଆଉ ଥରେ କେବେ ଦେଖାହବ, କେତେବେଳେ ଭିଡ଼ିଓ କରିବି କେଜାଣି, ମୁଁ ତ କିଛି କହିପାରୁନି ସାଙ୍ଗମାନେ। ସକାଳ ଟାଇମ୍ରେ ତ ମୁଁ ଏତେ ସକାଳୁ ବାସି କବାର କରୁ କରୁ ଯାଉଛି, କେତେବେଳେ ଭିଡ଼ିଓ ବନେଇବି ବା କେତେବେଳେ ଭିଡ଼ିଓ ଛାଡ଼ିବି ଆପଣମାନଙ୍କୁ। ସକାଳେ କାରଣ ଭାଇ ଡ୍ୟୁଟି ଯାଉଛନ୍ତି ନା 7:30 8ଟା ଭିତରେ ଡ୍ୟୁଟି ଯାଉଛନ୍ତି। ତ ସକାଳ ମୁଁ ବାସି କାମ କରିକିନା ଭାଇଙ୍କ ପାଇଁ ବନେଇକି ଦେବାଟା ଦେ। ତ ଆଉ କେତେବେଳେ ଭିଡ଼ିଓ ବନେଇବି ସାଙ୍ଗମାନେ, ସେଥିପାଇଁକା ଠିକ୍ ଟାଇମ୍ରେ ବି ବ୍ଲଗ୍ଟା ଦେଇପାରୁନି ଆପଣମାନଙ୍କୁ। ହଉ, ଆପଣମାନେ ସେମିତି ଦେଖନ୍ତୁ, ଆଗକୁ ଭିଡ଼ିଓଟି ଦେଖି ଚାଲନ୍ତୁ। ଭିଡ଼ିଓ ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍, ଆଉ ମୋ ଚ୍ୟାନେଲରେ ଯେଉଁ ଭାଇ ଭଉଣୀମାନେ ନୂଆ ଅଛନ୍ତି ସବସ୍କ୍ରାଇବ୍ କରି ହୁଅନ୍ତୁ। ଆଉ କମେଣ୍ଟ ମଧ୍ୟ ବି ମୋତେ କମେଣ୍ଟ ବକ୍ସରେ କରନ୍ତୁ, କମେଣ୍ଟ କରି କୁହନ୍ତୁ। ଆଉ ମୋର ଯଦି କିଛି କଥା କହିବାର କିଛି ସାଙ୍ଗମାନେ ଭୁଲ ଅଛି ମୋତେ କ୍ଷମା କରିଦିଅନ୍ତୁ। ରଖୁଛି।